ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ସମସ୍ତଙ୍କୁ। ତ ମୁଁ ମୋର ନୂଆ ବର୍ଷଟି କେମିତି ଷ୍ଟାର୍ଟ କଲି ଆପଣ ତ ଦେଖିପାରୁଥିବେ। ଆମେ ସକାଳେ ଉଠିଲା ପରେ ନା ମୁଁ ହଜବେଣ୍ଡକୁ କହିଲି, ଦେଖ ଯାହା ବି ହଉ ନୂଆ ବର୍ଷଟି ଆମେ ଟିକେ ମନ୍ଦିର ଯିବା, ଟିକେ ଠାକୁରଙ୍କୁ ଦର୍ଶନ କରିବା, ତାହେଲେ ଯାଇକି ଆମର ବର୍ଷଟା ଟିକେ ଭଲରେ ଚାଲିବ। ତ ଏଠି ଗୁଗଲୁ ସମସ୍ତଙ୍କୁ ହାପି ନ୍ୟୁ ଇୟର୍ କହୁଛି, ଏଗେନ୍ ହାପି ନ୍ୟୁ ଇୟର୍ ସମସ୍ତଙ୍କୁ। ତ ଏଠି ଆମେ ମନ୍ଦିର ଯାଇଥିଲୁ, ଏଇଟା ଜଗନ୍ନାଥ ଟେମ୍ପଲ୍ ଥିଲା। ଆଉ ବହୁତ ଲମ୍ବା ଲାଇନ୍ରେ ଛିଡ଼ା ହେବାକୁ ପଡ଼ିଥିଲା, ପାଖାପାଖି 4 ଘଣ୍ଟା ଆମେ ଛିଡ଼ା ହେଲୁ ସେ ଲାଇନ୍ରେ। ଗୋଡ଼ ହାତ ସବୁ ଦରଜ କରିଗଲା। ବାପରେ ବାପ, ଏତେ ଭିଡ଼! ଏ ରଥରେ ବି ଏତେ ଭିଡ଼ ହେଉନଥିବ, ହୁଏତ ହେଉଥିବ, ମୁଁ କେବେ ରଥରେ ଯାଇନି ସେପଟକୁ, ବଟ୍ ନ୍ୟୁ ଇୟର୍ରେ ଏତେ ଭିଡ଼! ଭଗବାନ, ମାନେ ଭଗବାନ ବି ଦର୍ଶନ ଦେଇ ଦେଇକି ଥକିଯିବେନି ତ, ମୁଁ ସେଇଆ ଭାବୁଥିଲି। ଆଉ ଯାହା ବି ହଉ ମନ୍ଦିର ପରିସରରେ ଏଣ୍ଟ୍ରି କଲା ପରେ ଟିକେ ବେଟର୍ ଫିଲ୍ ହେଲା। ଦେନ୍ ଆମେ ଏଠି ଯାଇକି ମୁଁ ଟିକେ ଦୀପ ଜଳେଇଲି, ଠାକୁରଙ୍କୁ ଟିକେ ପ୍ରାର୍ଥନା କଲି, ଏଠି ଜଗନ୍ନାଥ, ମା ବିମଳା ସମସ୍ତଙ୍କୁ ଦର୍ଶନ କଲୁ। ଆଉ ମାନେ ଏତେ କଠିନ ମୋତେ ଲାଗିଲା, ଏତେ କଷ୍ଟ ଲାଗିଲା ମୋତେ। ମୁଁ ଭାବୁଥିଲି କି କାହିଁକି ଆଜି ଆସିଲି, ଆଜି ମାନେ ନୂଆ ବର୍ଷରେ ଏତେ କଷ୍ଟ ମୋତେ ମିଳିଲା, ମୋ ଠାକୁର ଦର୍ଶନ କରିବି ବୋଲି ଟିକେ ଏତେ କଷ୍ଟ ପାଇଲି। ତାପରେ ଭାବୁଥିଲି କଷ୍ଟ କଲେ ହିଁ କୃଷ୍ଣ ମିଳନ୍ତି, ହୁଏତ ଏଇଟା ତ ଲୋକ କଥା ହିଁ ଅଛି। ତାପରେ ଆମେ ଟିକେ ଏଇଠି ମନ୍ଦିର ପରିସରରେ ଟିକେ ବୁଲାବୁଲି କଲୁ, ଟିକେ ବେଟର୍ ଫିଲ୍ ହେଲା, କାହିଁକିନା ଗୋଟେ ଜାଗାରେ ଏମିତି ଛିଡ଼ା ହେଇକିନା ବହୁତ ଥକି ଯାଇଥିଲୁ। ଦେନ୍ ଏତେବେଳକୁ ନା ଆମକୁ ଏତେ ଜୋରସେ ଭୋକ ବି କଲାଣି ନା, ମୁଣ୍ଡ ଘୁରେଇବା ଷ୍ଟାର୍ଟ ହେଇଗଲାଣି। ତାପରେ ସେ ମନ୍ଦିର ପରିସର ଭିତରେ ସେଠି ତଳେ ଆମର ପ୍ରସାଦ ବଣ୍ଟନ ହେଉଥିଲା। ବଣ୍ଟନ ନୁହଁ, ଏମିତି ପ୍ରସାଦ ଟୋକନ୍ କିଣିବାକୁ ପଡ଼ୁଥିଲା, ତ ଟୋକନ୍ ନେଇ ଆଉ ସେଠି ଆମେ ଯାଇକି ପୁଣି ଗୋଟେ ଲମ୍ବା ଲାଇନ୍ରେ ଛିଡ଼ା ହେବାକୁ ପଡ଼ିଲା। ଭାଇ ଲାଇନ୍ ହିଁ ସରୁନି, କ'ଣ କରିବୁ ଆମେ? ଖାଇବା ପାଇଁ ଲାଇନ୍, ଦର୍ଶନ ପାଇଁ ଲାଇନ୍, ସବୁ ପାଇଁ ଲାଇନ୍। ଏଇଠି ଗୋଟେ କାର୍ଯ୍ୟକ୍ରମ ହେଉଥିଲା ନବବର୍ଷ ଉପଲକ୍ଷେ। ଦେନ୍ ଆମେ ଆସିକି ବସିଗଲୁ ପ୍ରସାଦ ସେବନ ପାଇଁ। ଏଇଠି ଆସିଗଲା ମୋର ଲୁଣ ଲଙ୍କା, ଭାଇ ଇଏ ତ ମୋର ପ୍ରାୟୋରିଟି। ଭାତ, ଡାଲି, ଘାଣ୍ଟ ଆଉ ପନିର, ଦେନ୍ ଅଉ ଖଟେଇ, ସବୁ ଲାଷ୍ଟକୁ ଆସିଲା କ୍ଷୀରି। ସବୁକୁ ମଜା ନେଇ ନେଇକି ଖାଇଲି, ଆତ୍ମା ତୃପ୍ତି ହେଇଗଲା। ଓହୋ, ଶାନ୍ତି ପଡ଼ିଗଲା ରେ। ତାପରେ ଆମେ ଫେରି ଆସିଲୁ ପୁଣି ଘରକୁ, ରହିଲି।